नमस्कार दर्शक बंधु शुभ सकाळ आज हूँ 17 जून बुधवार आज रही राज्य तथा देश विदेश 20टी गुरुत्वपूर्ण खबर प्रति खबर इंपोर्टाट तेणु भिडियो शेष पर्यंत देखिए आपंक जिलार नाम लिखि दिंतु जहाँफल प्रतिदिन आप जिलार खबर पाइपर प्रथम खबर हूँ बड़ खबर हूँ E20 पेट्रोल को लेकिन बड़ सूचना आपण गाड़ी में E20 पेट्रोल पकाउछंती आपण माने जानी रखंतु पेट्रोल डीजेल दर वृद्धि पर E20 E25 इंधन नहीं चर्चा बढ़ी E20 एवं E25 इथानिल मिश्रित पेट्रोल जहाँफल 85% एबे पेट्रोल मिलिबो नाही तेज सोशल मीडिया दाबी करा E20 पेट्रोल व्यवहार कले इंजिन खराब हो पारे किछि पोस्ट कहुच्छी तेज सबुठ बड़ कथा E20 पेट्रोल एबे पकाई किछि गाड़ी में पेट्रोल टैंक रे पिंपुड़ी लगुच आउ किछि गाड़ी टांकी कणा होची सबुठ बड़ कथा जदि E20 पेट्रोल आपण पकाउछंती आपण गाड़ी रे किछि डैमेज हुए E20 द्वारा ताहले आपनको इंश्योरेंस मिलिबो नै क्लेम आपण माने करि परिबे नाही। परवर्ती खबर कफ सिरप किणवा उपरे नियम बदलैला केंद्र सरकार कफ सिरप बिक्री नेकी नुआ नियम जारी करछन्ती एबे डाक्टर को प्रेस्क्रिप्शन बिना कफ सिरप किनि परिबे नाही केंद्र स्वास्थ्य मंत्रालय पक्षरु बड़ सूचना मिलिछि एतबे जून 9 2026 टारु एई नुआ नियम मध्ये लागू होईछि पूर्वरु मेडिकल दुकान बिना प्रेस्क्रिप्शन कफ सिरप मिलुथला किंतु एबे आ टोटल मिलिबो नाही केवल लाइसेंस प्राप्त मेडिकल स्टोर रे फार्मेसी रे एई औषध बिक्री हेबो काश ପାଇଁ ବ୍ୟବହୃତ ହେଉଥିବା ଲଜେନ୍ସ ବଟିକା ଏବଂ ଟାବଲେଟ୍ ଉପରେ ମଧ୍ୟ ନିୟମ ଲାଗୁ ନାହିଁ ଔଷଧ ପ୍ରଶାସନ ଅଧିକାରୀ ଏବଂ 1940 ଅନୁସାରେ ଏହି ନିୟମ କାର୍ଯ୍ୟକାରୀ ହୋଇଛି ତ ବିଶେଷ କରି ଏବେ ଶିଶୁଙ୍କ ଶ୍ୱାସକ୍ରିୟା ସମସ୍ୟା ଦେଖାଯାଉଛି ଏହି ନିୟମ ଫଳରେ ଡାକ୍ତରଙ୍କ ପରାମର୍ଶ ବିନା ଶିଶୁଙ୍କୁ କଫ୍ ସିରପ ଦେବା କମିବ ବୋଲି ଆଶା କରାଯାଉଛି ସବୁଠୁ ବଡ଼ କଥା ହେଲା କଫ୍ ସିରପ ମଧ୍ୟ ନିଶା ନେଇକି ବ୍ୟବହାର କରାଯାଉଛି ଏନେଇ ସରକାର କହିଛନ୍ତି ଟୋଟାଲ ଆଉ ବିନା ପ୍ରେସ୍କ୍ରିପ୍ସନରେ କଫ୍ ସିରପ ମିଳିବ ନାହିଁ। परवर्ती खबर स्कूल पिलांग ପାଇଁ ନୂଆ ନିୟମ ଏବଂ ଲିପଷ୍ଟିକ୍ ମେକଅପ୍ ଉପରେ ଲାଗିଲା କଟକଣା ସ୍କୁଲ ପିଲାମାନେ ମେକଅପ୍ ଏବଂ ଲିପଷ୍ଟିକ୍ ଲଗାଇ ପାରିବେ ନାହିଁ ବିଶେଷ କରି ଲିପଷ୍ଟିକ୍ ଅଧିକ ମେକଅପ୍ ବ୍ୟବହାର କରିବା ପାଇଁ କଟକଣା ଲାଗୁ ହୋଇଛି ତେବେ ବିଶେଷ କରି କୁହାଯାଉଛି ପିଲାଙ୍କ ସ୍ୱାସ୍ଥ୍ୟ ଏବଂ ବିକାଶ ଉପରେ ମେକଅପ୍ ପ୍ରଭାବ ନେଉଛି କିଛି ରିପୋର୍ଟ ଅନୁସାରେ ଛୋଟ ପିଲାଙ୍କ ମଧ୍ୟରେ କ୍ୟାନ୍ସର ବୃଦ୍ଧି ପାଉଛି କମିଟି କହିଛି ପିଲାମାନେ ସ୍କୁଲକୁ ପାଠ ପଢିବାକୁ ଆସୁଛନ୍ତି ଫ୍ୟାଶନ ଶୋ ପାଇଁ କି ନୁହେଁ ସ୍କୁଲ ନିକଟରେ ଥିବା ଦୋକାନ କସ୍ମେଟିକ୍ ବିକ୍ରି ଉପରେ ନଜର ରଖିବା ପାଇଁ କୁହାଯାଇଛି ଅନେକ ଅଭିଭାବକ ଏହି ପଦକ୍ଷେପକୁ ମଧ୍ୟ ସମର୍ଥନ କରିଛନ୍ତି କିନ୍ତୁ ଛାତ୍ରଛାତ୍ରୀମାନେ ସାମାଜିକ କର୍ମୀମାନେ ଏହି ପୁରୁଣା ଚିନ୍ତାଧାରା ବିରୋଧ କରୁଛନ୍ତି ଏପର୍ଯ୍ୟନ୍ତ ସରକାର ଏହି ପ୍ରସ୍ତାବକୁ ଆଇନଗତ ଭାବେ ଲାଗୁ କରିନାହାନ୍ତି କିନ୍ତୁ ଆଗକୁ ଲାଗୁ ହେବ ବୋଲି କୁହାଯାଉଛି। ଖବର ତେବେ କୁହାଯାଉଛି ଯେ ଆଗାମୀ 3 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଅଛି କିନ୍ତୁ ଭୁବନେଶ୍ୱରରେ କଳାହାଣ୍ଡିଆ ମେଘ ଦେଖାଉଥିଲେ ମଧ୍ୟ ବର୍ଷା ହେଉନାହିଁ ପହିଲ ରଜରେ ଏଭଳି ସ୍ଥିତି ହୋଇଥିଲା ତାପରେ ମଧ୍ୟ ହୋଇନାହିଁ କିନ୍ତୁ ଆଗାମୀ 3 ଦିନରେ ବାକି 16 ଜିଲ୍ଲାକୁ ୟେଲୋ ଆଲର୍ଟ କରିଛି ପାଣିପାଗ ବିଭାଗ ବିଶେଷଜ୍ଞ ମତରେ ଭୁବନେଶ୍ୱର ଉପରେ ଉତ୍ତପ୍ତ ବଳୟ ସୃଷ୍ଟି ହେଉଛି ଯାହାଫଳରେ ଭୁବନେଶ୍ୱରରେ ବର୍ଷା ହେଉନାହିଁ କିନ୍ତୁ ଅନେକ ଗାଁ ଗହଳିରେ ବର୍ଷା ଲାଗି ରହିଛି ସହରରେ ଗଛ କମିବା କଂକ୍ରିଟ ବଢିବା ଯୋଗୁଁ ତାପମାତ୍ରା ବଢୁଛି ତେଣୁ ଭୁବନେଶ୍ୱରରେ 2:30 ବେଳକୁ ତାପମାତ୍ରା 38.6 ଡିଗ୍ରୀ ରହିଲେ ମଧ୍ୟ କିନ୍ତୁ ତାପମାତ୍ରା 50 ଡିଗ୍ରୀ ପରି ଲାଗୁଛି ଜଳୀୟ ବାଷ୍ପ ଉପରକୁ ଯାଇ ନଥିବାରୁ ଗୁଳୁଗୁଳି ମଧ୍ୟ ଭୁବନେଶ୍ୱରରେ ପ୍ରବଳ ହେଉଛି ତ ବିଶେଷଜ୍ଞ ମତରେ ଆହୁରି 3 ରୁ 4 ଦିନ ପର୍ଯ୍ୟନ୍ତ ବର୍ଷା ହୋଇପାରେ କିନ୍ତୁ ବିଶେଷ କରି ୟେଲୋ ଆଲର୍ଟ କରାଯାଇଛି 50 ରୁ 60 କିଲୋମିଟର ବେଗରେ ପବନ ମଧ୍ୟ ବହିବ। ଖବର ଆସୁଛି ସମାଧାନ ସମାରୋହ କୋର୍ଟରେ ବର୍ଷ ବର୍ଷ ଧରି ପୁରୁଣା କେସ୍ ସବୁ ପଡିଥିବ ଶୀଘ୍ର ସମାଧାନ ହେବ ଓଡ଼ିଶାରେ ଅଗଷ୍ଟ 21, 22, 23 ତାରିଖରେ 3 ଦିନିଆ ସମାଧାନ ସମାରୋହ ହେବ ଏହି କାର୍ଯ୍ୟକ୍ରମ ମାମଲାରେ ଆପୋଷ ବୁଝାପଣା ହେବ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ OSLSA ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି ସରକାର ଏନେଇକି ବ୍ୟାପକ ସଚେତନତା ଦେଇଛନ୍ତି ପୂର୍ବାହ୍ନ 11ଟାରେ ଓଡ଼ିଶା ଜୁଡିସିଆଲ ଏକାଡେମୀରେ ସଚେତନତା କାର୍ଯ୍ୟକ୍ରମ କରାଯିବ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ହାଇକୋର୍ଟର ଅନ୍ୟ ବିଚାରପତି ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହିବେ ଲୋକ ଅଦାଲତ ମାଧ୍ୟମରେ କମ୍ ସମୟରେ ସହଜ ଉପାୟରେ ଏହି ମାମଲା ସମାଧାନ ହେବ ସାଧାରଣ ଲୋକଙ୍କ ପାଖରେ ଶୀଘ୍ର ନ୍ୟାୟ ପହଞ୍ଚିବାର ମୁଖ୍ୟ କାରଣ ଏହାଦ୍ୱାରା କୋର୍ଟର ମାମଲା ଚାପ ମଧ୍ୟ ଶୀଘ୍ର କମିବ ବୋଲି ଆଶା କରାଯାଉଛି। ସ୍କୁଲ ବହିରେ 1678ଟି ଭୁଲ ପିଲାଙ୍କ ଭବିଷ୍ୟତ ସହିତ ଖେଳବାଡ଼ ଆରମ୍ଭ ରାଜ୍ୟରେ ନୂଆ ପାଠ୍ୟ ପୁସ୍ତକରେ ବଡ଼ ଧରଣର ତ୍ରୁଟି ଦେଖିବାକୁ ମିଳିଛି ଜାତୀୟ ଶିକ୍ଷାନୀତି NEP 2020 ଆଧାରରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ବହି ଭୁଲ ଦେଖାଯାଇଛି ମୋଟ 1678ଟି ଭୁଲ ଅଭିଯୋଗ ହୋଇଛି ଭୁଲ ଥିବା ସତ୍ତ୍ୱେ ମଧ୍ୟ ବହି ଛାତ୍ରଛାତ୍ରୀ ବଣ୍ଟନ କରାଯାଇଥିବା କୁହାଯାଉଛି ଏହାକୁ ନେଇ ଅଭିଭାବକ ଶିକ୍ଷାବିତ୍ଙ୍କ ମଧ୍ୟରେ ଅସନ୍ତୋଷ ବଢିଛି ବିଧାନସଭା ବଦଳରେ ଏବେ କର୍ଣ୍ଣାଟକ ବିଧାନସଭାର ଫଟୋ ଛପା ଯାଇଛି ଓଡ଼ିଶା ବିଧାନସଭା ବଦଳରେ ଏବେ କର୍ଣ୍ଣାଟକ ବିଧାନସଭାର ଫଟୋ ଛପା ଯାଇଛି ଓଡ଼ିଶା ପ୍ରସିଦ୍ଧ ନିୟମଗିରି ପାହାଡକୁ ଝାଡଖଣ୍ଡର ପାହାଡ ଦର୍ଶାଯାଇଛି ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଜିଲ୍ଲାକୁ ଉଲ୍ଲେଖ କରାଯାଇଛି ତେବେ ଡଙ୍ଗୁରିଆ ଜନଜାତିର ନାମକୁ ଭୁଲ ଭାବେ ଦର୍ଶାଯାଇଛି
ଅନେକ ବନାନ ଭୁଲ ମହାପୁରୁଷଙ୍କ ନାମ ମଧ୍ୟ ଫଟୋ ଛପାଯାଇଛି। ଅଷ୍ଟମ ଶ୍ରେଣୀର ବହିରେ ସର୍ବାଧିକ 705 ଭୁଲ ଅଛି। ତେବେ କୁହାଯାଉଛି ପ୍ରାଥମିକ ଶିକ୍ଷା ସଂଘ ପାଖରୁ ଏନେଇ ତୀବ୍ର ପ୍ରତିକ୍ରିୟା ରହିଛି। ତେବେ ଦାୟୀ ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ଶିକ୍ଷକ ଏବଂ ଶିଶୁମାନଙ୍କୁ ଭୁଲ ତଥ୍ୟ ପଢାଇବା ଭବିଷ୍ୟତ ପାଇଁ କ୍ଷତିକାରକ ବୋଲି ମତ ପ୍ରକାଶ କରାଯାଇଛି। ଏନେଇକି ଆପଣଙ୍କର ମତ ମଧ୍ୟ ନିଶ୍ଚୟ ଦେବେ। ପରବର୍ତ୍ତୀ ଖବର ଅଛି ଏଲନିନୋ ପ୍ରଭାବରେ ବର୍ଷା କମିବାର ଆଶଙ୍କା ରହିଛି। ବର୍ଷା କମିଲେ କୃଷି ଉତ୍ପାଦନ ପ୍ରଭାବ ହୋଇପାରେ। ଏହାକୁ ନଜର ରଖି କେନ୍ଦ୍ର ସରକାର ବଡ଼ ପ୍ରସ୍ତୁତି କରିଛନ୍ତି। ଖାଦ୍ୟ ଅଭାବକୁ ଏଡାଇବା ପାଇଁ ବିଶାଳ ଶସ୍ୟ ଭଣ୍ଡାର ସଂଗ୍ରହ କରାଯାଇଛି। ଜୁନ୍ 1 ସୁଦ୍ଧା ସରକାରୀ ଗୋଦାମରେ ଚାଉଳ ଷ୍ଟକ୍ ପାଖାପାଖି 68.4 ନିୟୁତ ମେଟ୍ରିକ ଟନରେ ପହଞ୍ଚିଛି। ସରକାର ଲକ୍ଷ୍ୟଠାରୁ ଅଧିକ ବୋଲି କୁହାଯାଉଛି। ଚାଉଳ ଷ୍ଟକ୍ ଗତ ବର୍ଷ ତୁଳନାରେ 15% ବୃଦ୍ଧି ପାଇଛି। ଗହମ ଷ୍ଟକ୍ ଏବେ 53 ନିୟୁତ ମଧ୍ୟ ଟନରେ ପହଞ୍ଚିଛି। ତେବେ 2021 ପରଠାରୁ ସର୍ବାଧିକ ସ୍ତର ବୋଲି ଜଣାପଡିଛି। ଘରୋଇ ଯୋଗାଣ ଓ ରପ୍ତାନୀ ଉପରେ ମଧ୍ୟ ସନ୍ତୁଳନ ରକ୍ଷା କରିବା ସହାୟକ ହେବ। ଭାରତ ବିଶ୍ୱର ସର୍ବବୃହତ ଚାଉଳ ରପ୍ତାନକାରୀ ଦେଶ ହୋଇଥିବାରୁ ଏତେ ଷ୍ଟକ୍ ଗୁରୁତ୍ୱପୂର୍ଣ୍ଣ। ତେବେ ଏଲନିନୋ ପ୍ରଭାବରେ ମଧ୍ୟ ଖାଦ୍ୟ ଅଭାବ ନ ଦେଖାଯିବା ପାଇଁ ସରକାର ଏବେଠୁ ମଧ୍ୟ ପ୍ରସ୍ତୁତ ହୋଇଛନ୍ତି। ପରବର୍ତ୍ତୀ ଖବର କେନ୍ଦ୍ରାପଡ଼ା ଜିଲ୍ଲା ତିକିରି ସରପଞ୍ଚ ଚାମେଲି ଓଝାକୁ ଜାମିନ ମିଳିଛି। ଏସଡିଜିଏମ କୋର୍ଟରେ ଜାମିନ ପ୍ରଦାନ କରାଯାଇଛି। ପୁଲିସ ଆକ୍ରମଣ ମାମଲାକୁ ଏହାକୁ ଜାମିନ ମିଳିଛି। 30,000 ଟଙ୍କା ବଣ୍ଡ ଏବଂ 2 ଜଣ ଜାମିନଦାର ସର୍ତ୍ତରେ ଜାମିନ ମଞ୍ଜୁର ହୋଇଛି। ତେବେ ମହାକାଳପଡ଼ା ପୋଲିସ ଚାମେଲି ଓଝାକୁ ମୋବାଇଲ ଫୋନ ମଧ୍ୟ ଫେରାଇ ଦେଇଛି। ତାଙ୍କ ବାପାଙ୍କୁ ଡାକି ପୋଲିସ ଫୋନକୁ ମଧ୍ୟ ହସ୍ତାନ୍ତର କରିଛି। ବର୍ତ୍ତମାନ ଚାମେଲି ଓଝା କେନ୍ଦ୍ରାପଡ଼ା ଜିଲ୍ଲା ହସ୍ପିଟାଲ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତରମାନେ କହିଛନ୍ତି। 4 ଜଣ ବିଶେଷଜ୍ଞ ଡାକ୍ତର ମଧ୍ୟ ଏବେ ଚିକିତ୍ସା କରୁଛନ୍ତି। ସ୍ୱାସ୍ଥ୍ୟାବସ୍ଥା ସୁଧାର ହେଲେ 2 ରୁ 4 ଦିନ ଭିତରେ ଡିସଚାର୍ଜ ହେବେ। ବିଡିଓଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିଥିବା ଅଭିଯୋଗ ହୋଇଛି। ସରକାରୀ କାର୍ଯ୍ୟାଳୟରେ ମଧ୍ୟ ଦୁର୍ବ୍ୟବହାର ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଥିଲା। ଅନୁମତି ବିନା ମଧ୍ୟ ଭିଡିଓ ରେକର୍ଡିଂ କରୁଥିଲେ। ସରକାରୀ କର୍ମଚାରୀଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ପୋଲିସ କର୍ମଚାରୀଙ୍କୁ ଆକ୍ରମଣ ଆହତ କରିଛନ୍ତି। ପୋଲିସ କର୍ମଚାରୀଙ୍କୁ ଆଙ୍ଗୁଠି କାମୁଡି ଦେଇଥିବା ଅଭିଯୋଗ ମଧ୍ୟ ହୋଇଥିଲା। ଟିକିରି ସରପଞ୍ଚ ଚାମେଲି ଓଝାକୁ କୋର୍ଟ ଜାମିନ ଦେଇଥିଲେ ମଧ୍ୟ ତାଙ୍କ ବିରୋଧରେ ରହିଥିବା ମାମଲା ତଦନ୍ତ ଆଇନଗତ ପ୍ରକ୍ରିୟା ଜାରି ରହିବ ବୋଲି କୁହାଯାଉଛି। ପରବର୍ତ୍ତୀ ଖବର ହେଉଛି ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ହାଇ ଲେଭେଲ ମିଟିଂ। ଲୋକସଭା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଗସ୍ତ ସମୟରେ କୌଣସି ତ୍ରୁଟି ନ ରହିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଗୃହ ବିଭାଗ, ଗୋଇନ୍ଦା ବିଭାଗ, ବରିଷ୍ଠ ପୋଲିସ ଅଧିକାରୀଙ୍କୁ ସତର୍କ ରହିବା ପାଇଁ କୁହାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ନେଇ ପ୍ରସନ୍ନ ତତ୍ପର ହୋଇଛି। ବୈଠକରେ କାରକେଡ ମୁଭମେଣ୍ଟ ସୁରକ୍ଷା ପ୍ରୋଟୋକଲ ଆଲୋଚନା ହୋଇଛି। ସଭାସ୍ଥଳର ପରିଚାଳନା, ଜରୁରୀକାଳୀନ ଏବଂ ସ୍ୱାସ୍ଥ୍ୟ ସେବାକୁ ନେଇ ଗୁରୁତ୍ୱ ହୋଇଛି। କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି, ରାଜ୍ୟ ପୋଲିସ ସମନ୍ୱୟ ମଧ୍ୟ ଉପରେ ଗୁରୁତ୍ୱ ଦିଆଯାଇଛି। ବ୍ଲୁ ପ୍ରିଣ୍ଟ ଅନୁଯାୟୀ ସମସ୍ତ କାର୍ଯ୍ୟ ନିର୍ଦ୍ଦେଶ ଦିଆଯାଇଛି। ଟ୍ରାଫିକ ଏବଂ ଡ୍ରାଇଭେସନ ସମୟରେ ମଧ୍ୟ ସାଧାରଣ ଲୋକଙ୍କୁ ଅସୁବିଧା ନ ହେବା ପରାମର୍ଶ ଦିଆଯାଇଛି। ଆମ୍ବୁଲାନ୍ସ ଜରୁରୀକାଳୀନ ସେବା ପରି ବାଧାପ୍ରାପ୍ତ ନ ହୁଏ ସେ ନେଇ ବେଶୀ ଧ୍ୟାନ ଦିଆଯାଇଛି। ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଗସ୍ତ ପାଇଁ ଚୂଡାନ୍ତ ପ୍ରକ୍ରିୟାରେ ମଧ୍ୟ ସୂଚନା ମିଳିଛି। ୟୁଜି ପରୀକ୍ଷା ପୂର୍ବରୁ ବଡ଼ ନିଷ୍ପତ୍ତି। ଜୁନ୍ 22 ଯାଏଁ ଟେଲିଗ୍ରାମ ଉପରେ ଅସ୍ଥାୟୀ କଟକଣା। ନିଟ୍ ୟୁଜି ପୁନଃ ପରୀକ୍ଷା ପୂର୍ବରୁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଜୁନ୍ 22 ପର୍ଯ୍ୟନ୍ତ ଭାରତର ଟେଲିଗ୍ରାମ ଉପରେ ଅସ୍ଥାୟୀ କଟକଣା ଲାଗୁ ରହିଛି। ପରୀକ୍ଷାରେ ସ୍ୱଚ୍ଛତା ରକ୍ଷା, କପି ରୋକିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରଶ୍ନପତ୍ର ଲିକ୍, ଭୁଲ ତଥ୍ୟ ରୋକିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି। ଟେଲିଗ୍ରାମର କିଛି ଫିଚର, କିଛି ମେସେଜ ଏଡିଟିଂ ଉପରେ ମଧ୍ୟ ସୁବିଧା କଟକଣା କରାଯାଇଛି। ମେ ମାସରେ ହୋଇଥିବା ନିଟ୍ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଅଭିଯୋଗରେ ତୁରନ୍ତ ପୁନଃ ପରୀକ୍ଷା ଆୟୋଜନ କରାଯାଇଛି। ପରବର୍ତ୍ତୀ ଖବର ରାଜ୍ୟବ୍ୟାପୀ ସୁଭଦ୍ରା ଶକ୍ତି ସମାବେଶ। ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତରେ ସୁଭଦ୍ରା ଶକ୍ତି ସମାବେଶ ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମ ଜୁନ୍ 21 ରୁ 30 ପର୍ଯ୍ୟନ୍ତ ହେବ। ମହିଳା ସଶକ୍ତିକରଣ, ଜୀବିକା ସୁଯୋଗ ସମ୍ପର୍କରେ ସଚେତନତା କରାଯିବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏ ନେଇକି ସମୀକ୍ଷା ବୈଠକ କରିଛନ୍ତି। ମିଶନ ଶକ୍ତି ଭବନରେ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟରେ ସମସ୍ତ ଜିଲ୍ଲାର ଅଧିକାରୀମାନେ ଭର୍ଚୁଆଲ ମାଧ୍ୟମରେ ଆଲୋଚନା କରାଯାଇଥିଲା। ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ମଧ୍ୟ ବିଭିନ୍ନ ସରକାରୀ ଯୋଜନା ବିଷୟରେ ସଚେତନତା କରାଯିବ। ଆର୍ଥିକ ଅନ୍ତର୍ଭୁକ୍ତିକରଣ, ଦକ୍ଷତା ବିକାଶ ଏବଂ ବଜାର ସଂଯୋଗ ଉପରେ ଗୁରୁତ୍ୱ ଦିଆଯିବ। ଅଧିକରୁ ଅଧିକ ଲକ୍ଷପତି ଦିଦି, ମହାଲକ୍ଷପତି ଦିଦି ସୃଷ୍ଟି କରାଯିବ। ତେବେ କୁହାଯାଉଛି ସମସ୍ତ ଜିଲ୍ଲାର କାର୍ଯ୍ୟକ୍ରମ ସୁଚାରୁ ରୂପେ କରାଯିବ। ମିଶନ ଶକ୍ତିରୁ 300ରୁ ଅଧିକ ମଧ୍ୟ କମ୍ୟୁନିଟି ସପୋର୍ଟ ଷ୍ଟାଫ ବୈଠକ କରାଯିବ। ତେବେ ତା ସହିତ ମଧ୍ୟ କାର୍ଯ୍ୟକ୍ଷେତ୍ରରେ ସମସ୍ୟା ସମାଧାନ ହେବ। ଉପମୁଖ୍ୟମନ୍ତ୍ରୀ ମଧ୍ୟ କହିଛନ୍ତି ମିଶନ ଶକ୍ତିର ସଫଳତା ପଛରେ ମଧ୍ୟ ଏବେ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ହାତ ବଡ଼ ଭୂମିକା ରହିବ। ତେବେ କୁହାଯାଉଛି ସୁଭଦ୍ରା ଶକ୍ତି ମେଳାରେ ମଧ୍ୟ ମହିଳାକୁ ତାଲିମ ଦିଆଯିବ। ତା ସହିତ ଚାକିରି ମଧ୍ୟ ମିଳିବ। ସୁଭଦ୍ରା ଟଙ୍କା ମଧ୍ୟ ମିଳିବାକୁ ଯାଉଛି। ଏବେ ରକ୍ଷାବନ୍ଧନ ଦିନ 5,000 ଟଙ୍କା। ଖବର ଅଛି ଏଆଇ ଯୋଗୁଁ ଚାକିରି ସଂକେତ। କେଉଁ ଡିଗ୍ରୀ ଅଧିକ ରିସ୍କରେ? ବିଶେଷ କରି ଆଇଟି, ଆଇନ, ଅନୁବାଦ, ଡିଜାଇନ, ଲାଇବ୍ରେରୀ, ବିଜ୍ଞାନ ଭଳି ବହୁତ କ୍ଷେତ୍ର ପ୍ରଭାବିତ ହେବ। ଚାକିରି ଛଟେଇ ମିଳୁଛି। ସେପଟେ ଆମେରିକାର ମଧ୍ୟ ହଜାର ହଜାର ଲୋକଙ୍କୁ ଛଟେଇ ମିଳିଯାଉଛି।
ଯୋଉ କାମ 8 ଘଣ୍ଟା ଲଗେଇ ଲୋକମାନେ କରିଛନ୍ତି ସେ କାମ ଏଆଇ ଦ୍ୱାରା 2 ଘଣ୍ଟାରେ ଶେଷ ହଉଛି ପୁରା ପରଫେକ୍ଟରେ। ତେବେ ବିସିଏ ଏମସିଏ ତା ସହିତ ଡିଗ୍ରୀଧାରୀ ମାନେ 82% ରିକ୍ସ ଅଛନ୍ତି। ଗ୍ରାଫିକ୍ସ ଡିଜାଇନ କ୍ଷେତ୍ରରେ ମଧ୍ୟ 79% ରିକ୍ସ ଅଛନ୍ତି। ଏଲଏଲବି ବିଏଲଏଲବି ମଧ୍ୟ 70% ରିକ୍ସ ଅଛନ୍ତି। ଲାଇବ୍ରେରୀ ବିଜ୍ଞାନ ଭଳି 55% ରିକ୍ସ ଅଛନ୍ତି। ତେବେ ସବୁଠୁ ବଡ କଥା ହେଲା ଯେ ଆପଣମାନେ ନୂଆ ନୂଆ ସ୍କିଲ୍ ଶିଖନ୍ତୁ, ଏଆଇ ସ୍କିଲ୍ ଶିଖନ୍ତୁ, ଯାହାଫଳରେ ଚାକିରି ମିଳିବ। 2030 ସୁଦ୍ଧା ଏଆଇ ଯୋଗୁଁ ବିଶ୍ୱରେ 22% ଚାକିରି ହରାଇ ପାରିଥିବେ ବୋଲି କୁହାଯାଉଛି। ଚୀନରେ ଏବେ 12,000ରୁ ଅଧିକ ପୁରୁଣା କୋର୍ସ ମଧ୍ୟ ବନ୍ଦ ହୋଇଗଲାଣି। ପିଲାମାନଙ୍କୁ ଏଆଇ ଶିକ୍ଷା ଦିଆଯାଉଛି, ଯାହାଫଳରେ ଆଗକୁ ସେମାନେ ଉନ୍ନତି କରିବେ। ପରବର୍ତ୍ତୀ ଖବର ହচ্ছে ଭାରତର ଅତ୍ୟାଧୁନିକ ଅଗ୍ନି-6 ମିସାଇଲ ପରୀକ୍ଷଣ କରିବା ଚର୍ଚ୍ଚା ହୋଇଛି। ଏହି ମିସାଇଲର ରେଞ୍ଜ 8,000ରୁ 10,000 କିଲୋମିଟର ପର୍ଯ୍ୟନ୍ତ ବ୍ୟାପିବ। ଅଗ୍ନି-6 ଭାରତର ସାମରିକ ଶକ୍ତିକୁ ଆହୁରି ମଜବୁତ କରିବ। ବର୍ତ୍ତମାନ ଅଗ୍ନି-5 ମିସାଇଲ ତୁଳନାରେ ଆକ୍ରମଣ କ୍ଷମତା ଅଧିକ ହୋଇପାରେ। ଏହି ମିସାଇଲ ପରମାଣୁ ବହନ ମଧ୍ୟ କରିପାରେ। ତ ବିଶେଷ କରି କୁହାଯାଉଛି ଅଗ୍ନି-6ରେ ମଧ୍ୟ ଏମ୍ଆଇଆରଭି ପ୍ରଯୁକ୍ତି ବ୍ୟବହାର କରାଯାଇଛି। ତା ସହିତ ମିସାଇଲଟି ମଧ୍ୟ ଏବେ ଭାରତର ଅଗ୍ନି-5 ଅଗ୍ନି-1 ମିସାଇଲ ସଫଳ ପରୀକ୍ଷଣ ହେବ। ଓଡ଼ିଶାର ଚାନ୍ଦିପୁର ଲଞ୍ଚ କମ୍ପ୍ଲେକ୍ସରେ ପରୀକ୍ଷଣ ନେଇ ଚର୍ଚ୍ଚା ହୋଇଛି। ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଢୁଥିବା ବହୁ କ୍ଷମତା ମଧ୍ୟ ବିଶ୍ୱର ନଜର ରହିଛି। ପରବର୍ତ୍ତୀ ଖବର ତାମିଲନାଡୁର ଆର୍ଥିକ ସ୍ଥିତି ଉପରେ ଶ୍ବେତପତ୍ର। ପ୍ରତି ଶିଶୁ ମୁଣ୍ଡରେ ପାଖାପାଖି 1,28,00,000 ଋଣ। ତ ବିଶେଷ କରି କୁହାଯାଉଛି ତାମିଲନାଡୁର ନୂଆ ସରକାର ରାଜ୍ୟର ଆର୍ଥିକ ସ୍ଥିତି ଉପରେ ନଜର ରଖିଛନ୍ତି। ମୁଖ୍ୟମନ୍ତ୍ରୀ ବିଜୟଙ୍କ ନେତୃତ୍ୱରେ ନୂଆ ସରକାର ରିପୋର୍ଟ ପ୍ରକାଶ କରିଛନ୍ତି। ରାଜ୍ୟରେ ବର୍ତ୍ତମାନ ଋଣ ବୋଝ ତଳେ କୁହାଯାଇଛି। ରିପୋର୍ଟ ଅନୁଯାୟୀ ନବଜାତ ଶିଶୁ ଉପରେ ହାରାହାରି ମଧ୍ୟ 1,28,000 ଋଣ ଅଛି। ତେବେ 5 ବର୍ଷ ପୂର୍ବେ ମଧ୍ୟ ଋଣ 4,00,000 ଥିଲା। ବର୍ତ୍ତମାନ ଏବେ 10,00,000 କୋଟି ଟଙ୍କାରେ ପହଞ୍ଚିଛି ଋଣ। ତେବେ ଏପଟେ ମଧ୍ୟ ଗରିବ ଲୋକଙ୍କ ପାଇଁ ସହାୟତା କରିଛନ୍ତି, ଯେମିତି ଚାଷୀମାନଙ୍କ ପାଇଁ ଋଣ ଛାଡ଼ କରାଯାଇଛି। ବିଦ୍ୟୁତ ବିଲ୍ ଆଗକୁ ମଧ୍ୟ କମିବ। ସରକାର ଆଦାୟ କରୁଥିବା 1 ଟଙ୍କାରୁ 22 ପଇସା ମଧ୍ୟ ସୁଧ ପରିଶୋଧରେ ମଧ୍ୟ ଖର୍ଚ୍ଚ ହେଉଛି ବୋଲି କୁହାଯାଉଛି। ଏନେକି ବିଜୟ ଥାଲାପତି ମଧ୍ୟ କହିଛନ୍ତି ଯେ ଏଥର ଚାଷୀମାନଙ୍କୁ 50,000 ଟଙ୍କା ମଧ୍ୟ ଋଣ ଛାଡ଼ ମଧ୍ୟ ହେବ। ପରବର୍ତ୍ତୀ ଖବର ଏକ ଶେଷ ଖବର। ଶେଷରେ ମଧ୍ୟ ଜେଜେମାକୁ ଜଙ୍ଗଲରେ ଛାଡ଼ିଦେଲା ନାତି, ପୋଲିସ ଉଦ୍ଧାର କଲା। ଏଭଳି ଘଟଣା ଘଟିଛି ମୟୂରଭଞ୍ଜରେ। ଭୁଆଶୁଣୀ ପଞ୍ଚାୟତ କନ୍ଦଉଳା ଗ୍ରାମରେ ବୃଦ୍ଧ ଜେଜେମାକୁ ଜଙ୍ଗଲରେ ଛାଡ଼ି ଦେଇଛି 80 ବର୍ଷର ରୁକ୍ମଣୀ ପାତ୍ର ନିଜ ବଡ଼ ପୁଅଙ୍କ ଘରେ ରହୁଥିଲେ। ତେବେ କୁହାଯାଉଛି ଯେ ବାର୍ଦ୍ଧକ୍ୟ ଅବସ୍ଥା ଅସୁସ୍ଥ ଥିବାରୁ ଅନେକ ଅନ୍ୟ ଉପରେ ନିର୍ଭର କରୁଥିଲେ। ଅଭିଯୋଗ ଅନୁସାରେ ନାତି ତପନ କୁମାର ପାତ୍ର ତାଙ୍କ ଗାଁକୁ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦେଇଥିଲେ। ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ପୋଲିସ ଖବର ଦେଇଥିଲେ। ବାଙ୍ଗିରି ପୋଷି ତୁରନ୍ତ ଜଙ୍ଗଲରେ ମଧ୍ୟ ବୃଦ୍ଧାଙ୍କୁ ଉଦ୍ଧାର କରିଛି। ଉଦ୍ଧାର ପରେ ମଧ୍ୟ ବୃଦ୍ଧାଙ୍କୁ ଜରା ନିବାସରେ ରଖାଯାଇଛି। ପୋଲିସ ନାତି ତପନ କୁମାରଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ନିନ୍ଦାର ବିଷୟ ପାଲଟିଛି। ଯୋଉ ନାତିକୁ କୋଳେଇ କାଖେଇ ବଡ ମଣିଷ କରିଥିବ ସେଇ ତାର ଜେଜେମା, ଆଜି ସେଇ ଜେଜେମାକୁ ସେ ଜଙ୍ଗଲ ଭିତରେ ଛାଡ଼ି ଦେଇଛି। ପରିବାରର ମଧ୍ୟ ଦାୟିତ୍ୱହୀନତା ଅଛି। ନିଜ ପୁଅ ମଧ୍ୟ ଟିକେ ନିଜ ମାଆକୁ ମଧ୍ୟ ଖୋଜିଲାନି। ଇଏ ଏକ କରୁଣ ଚିତ୍ର। ତେଣୁ ଏ ନେଇକି ଆପଣମାନେ କଣ କହିବେ ନିଶ୍ଚିତ କମେଣ୍ଟ କରିବେ। ଇଏ ଥିଲା ଆଜିର ଦେଶ ବିଦେଶ ରାଜ୍ୟର କିଛିଟା ଖବର। ଯଦି ଆପଣଙ୍କୁ ଭଲ ଲାଗିଥାଏ ନିଶ୍ଚିତ ଲାଇକ୍ କରିବେ। ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିବା ପାଇଁ ଭୁଲିବେ ନାହିଁ। ଜୟ ଜଗନ୍ନାଥ।